ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ରହିଛି ତାହେଲେ ଆପଣମାନଙ୍କ ପାଇଁ ବହୁତ ବଡ଼ ଘୋଷଣା କରାଯାଇଛି କେନ୍ଦ୍ର ସରକାରଙ୍କ ତରଫରୁ, ଯେଉଁଟାକି ଆପଣମାନଙ୍କର ସାର୍ଥକ ପିଡ଼ିଏସ୍ ସ୍କିମ୍ ଗୋଟେ ଘୋଷଣା କରାଯାଇଛି ରାସନ କାର୍ଡ଼ଧାରୀମାନଙ୍କ ପାଇଁ। ପିଡ଼ିଏସ୍ର ଫୁଲ୍ ଫର୍ମ ହେଉଛି ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସ୍କିମ୍। ରାସନ କାର୍ଡ଼ ବଣ୍ଟନ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ତରଫରୁ ବହୁତ ବଡ଼ ପରିବର୍ତ୍ତନ କରାଯାଇଛି। ତ କ'ଣ ପରିବର୍ତ୍ତନ ହେଇଛି ରାସନ କାର୍ଡ଼ ବ୍ୟବସ୍ଥାରେ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ, ବୁଝିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ। ଯେଉଁଟାକି କ୍ୟାବିନେଟ୍ ବୈଠକ ପରେ ଯେଉଁ ସୂଚନା ମନ୍ତ୍ରୀ ଅର୍ଥାତ୍ ରେଳମନ୍ତ୍ରୀ ଯେଉଁ ଅଶ୍ୱିନୀ ବୈଷ୍ଣବ ରହିଛନ୍ତି ତାଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଯେଉଁ ପିଡ଼ିଏସ୍ ସ୍କିମ୍ ରହିଛି ସେ ପିଡ଼ିଏସ୍ ସ୍କିମ୍ରେ ସୁଧାର ଅଣାଯାଇଛି, ଯାହାର ନାଁ ରହିଛି ସାର୍ଥକ ପିଡ଼ିଏସ୍ ସ୍କିମ୍। ବର୍ତ୍ତମାନ ଯେଉଁ ରାସନ ବଣ୍ଟନ ବ୍ୟବସ୍ଥା ରହିଛି ତାହା ସାଧାରଣ ଭାବରେ ରହିଥିଲା। ଏହି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟବହାର କରାଯିବ, ଯାହା ଖବରରେ ମଧ୍ୟ ମେନସନ୍ ରହିଛି। ମୁଁ ଆପଣମାନଙ୍କୁ ଦେଖେଇବି। କେନ୍ଦ୍ର ସରକାର ଏହି ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରିବା ଦ୍ୱାରା ରାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ, ଠିକ୍ ଭାବରେ ବଣ୍ଟନ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ। ଦୋଷହୀନ ଭାବରେ ଯେକୌଣସି କାର୍ଯ୍ୟ ରାସନ କାର୍ଡ଼ ମାଧ୍ୟମରେ ଯେଉଁ କରାଯାଉଛି ତାହା ସୁଚାରୁ ରୂପେ କେମିତି ହେଇପାରିବ, ସେଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ, ଯେଉଁଟାକି କେନ୍ଦ୍ର ସରକାର ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଯାଉଛନ୍ତି। ଏହି ଆଧୁନିକ ଟେକ୍ନୋଲୋଜି ରାସନ କାର୍ଡ଼ ବ୍ୟବସ୍ଥାରେ କେମିତି ଇନକ୍ଲୁଡ଼ ହେବ, ସେଥିପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିବେ। ଦେଖନ୍ତୁ, ଯାହା ଖବରରେ ମେନସନ୍ ରହିଛି, ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ରାସନକୁ ନେଇ ଆସିଲା ନୂଆ ନିୟମ, 80 କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ। କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଯେଉଁ ନୂଆ ନିୟମ ରାସନ କାର୍ଡ଼ରେ ଲାଗୁ କରାଯାଉଛି, ପ୍ରାୟ 80 କୋଟି ରାସନ କାର୍ଡ଼ଧାରୀଙ୍କ ଉପରେ ଏହି ପ୍ରଭାବ ପଡ଼ିବା ପାଇଁ ଯାଉଛି। କ'ଣ ରହିଛି ଏହି ନୂଆ ନିୟମ, କାହିଁକି 80 କୋଟି ହିତାଧିକାରୀଙ୍କର ଉପରେ ଏହି ପ୍ରଭାବ ପଡ଼ିବା ପାଇଁ ଯାଉଛି, କ'ଣ ରହିଛି ବଡ଼ ପ୍ରଭାବ ରହିଛି, କ'ଣ ରହିଛି ରାସନ କାର୍ଡ଼ଧାରୀମାନଙ୍କ ପାଇଁ ବଡ଼ ନିୟମ। ତ ଆଜିକା ଡେଟ୍ରେ ଯଦି ଆପଣମାନେ ରାସନ କାର୍ଡ଼ର ଯେଉଁ ନୂଆ ନିୟମ ଆସୁଛି, କ୍ୟାବିନେଟ୍ ବୈଠକ ନିଷ୍ପତ୍ତିରୁ ଯେଉଁ ଆସୁଛି ନୂଆ ନିୟମଟି, ସେ ନୂଆ ନିୟମଟି ବିଷୟରେ ଆପଣମାନେ ଜାଣିବା ନିହାତି ଜରୁରୀ। କାହିଁକି ନା ରାସନ କାର୍ଡ଼ ଆମ ପାଇଁ ଏକ ଅପରିହାର୍ଯ୍ୟ ଅଙ୍ଗ ଭାବରେ କାମ କରୁଛି। ଆମ ବଡ଼ିର ଯେମିତି ଗୋଟେ ଅଙ୍ଗ ସଦୃଶ୍ୟ ରାସନ କାର୍ଡ଼ ଆମ ପାଇଁ ପାଲଟିଛି। ସେଥିପାଇଁ ରାସନ କାର୍ଡ଼ର ନୂଆ ନିୟମ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ବୁଝିବା, ଜାଣିବା। ନହେଲେ ଆପଣମାନେ ଆଗାମୀ ଦିନମାନଙ୍କରେ ରାସନ କାର୍ଡ଼ ଥାଇ ମଧ୍ୟ ଆପଣମାନଙ୍କର ଅକାମୀ ହେଇଯିବ ରାସନ କାର୍ଡ଼। ଆପଣମାନେ ରାସନ କାର୍ଡ଼ ଦୋକାନରୁ ରାସନ ସାମଗ୍ରୀ ଆଣିପାରିବେ ନାହିଁ। ଦେଖନ୍ତୁ, ଖବରରେ ମେନସନ୍ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ୍ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ସରକାର ରାସନ ବ୍ୟବସ୍ଥା ଅର୍ଥାତ୍ ପିଡ଼ିଏସ୍ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାର୍ଥକ ପିଡ଼ିଏସ୍ ଯୋଜନା ଆରମ୍ଭ କରାଯାଇଛି। ଏହି ସମ୍ପୂର୍ଣ୍ଣ ଯୋଜନା ପ୍ରାୟ 25,530 କୋଟି ଟଙ୍କା ଖର୍ଚ୍ଚ ହେବ। ଦେଖନ୍ତୁ, ରାସନ କାର୍ଡ଼ ବଣ୍ଟନ ବ୍ୟବସ୍ଥାରେ ଆପଣମାନଙ୍କର ସାର୍ଥକ ପିଡ଼ିଏସ୍ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନା ପାଇଁ ଆପଣମାନଙ୍କର ପ୍ରାୟ 25,530 କୋଟି ଟଙ୍କା ଖର୍ଚ୍ଚ ହେବ। ରାସନ କାର୍ଡ଼ ବଣ୍ଟନ ବ୍ୟବସ୍ଥାରେ ଯେଉଁ ଯୋଜନାଟି ଆପଣମାନଙ୍କର କାର୍ଯ୍ୟକାରୀ ହେବା ପାଇଁ ଯାଉଛି, ଯାହାର ନାମ ରହିଛି ସାର୍ଥକ ପିଡ଼ିଏସ୍ ଯୋଜନା,
ଏହା କେମିତି କ'ଣ କାର୍ଯ୍ୟକାରୀ ହେବ ତ ଆଉ କ'ଣ ମେନସନ୍ ରହିଛି ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। କ୍ୟାବିନେଟ୍ ବୈଠକ ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସାରା ଦେଶରେ 800 ନିୟୁତ ଲୋକଙ୍କୁ ରାସନ ଯୋଗାଇବା ପାଇଁ ଏକ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଏହି ସାର୍ଥକ ପିଡିଏସ୍ ଯୋଜନା ଅଧୀନରେ ତିନୋଟି ପ୍ରମୁଖ ପରିବର୍ତ୍ତନ ପ୍ରଚଳନ କରାଯାଇଛି। ଦେଖନ୍ତୁ ରାସନ କାର୍ଡ ବ୍ୟବସ୍ଥାରେ ଆପଣମାନଙ୍କର ସାର୍ଥକ ପିଡିଏସ୍ ଯୋଜନା କାର୍ଯ୍ୟକାରୀ ହେବ, କିନ୍ତୁ ଏହି ସାର୍ଥକ ପିଡିଏସ୍ ଯୋଜନାରେ ତିନୋଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ଏହି ତିନୋଟି ପ୍ରମୁଖ ପରିବର୍ତ୍ତନ କ'ଣ ଆସନ୍ତୁ ତା ଉପରେ ନଜର ପକାଇବା। ଏଥିରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବା, ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଏବଂ ପିଡିଏସ୍ ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଅର୍ଥାତ୍ ଏଆଇ ବ୍ୟବହାର କରିବା ଅନ୍ତର୍ଭୁକ୍ତ। ଦେଖନ୍ତୁ ଯେଉଁ ସାର୍ଥକ ପିଡିଏସ୍ ଯୋଜନା ରାସନ କାର୍ଡ ବ୍ୟବସ୍ଥାରେ ପ୍ରଚଳନ କରାଯିବ ସେଥିରେ ତିନୋଟି ପ୍ରମୁଖ ପରିବର୍ତ୍ତନ ହୋଇଛି। ଏକ ନମ୍ବରରେ ଆପଣମାନଙ୍କର ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ। 2 ନମ୍ବରରେ ହେଲା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯିବ। 3 ନମ୍ବରରେ ପିଡିଏସ୍ ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏଆଇ ବ୍ୟବହାର କରାଯିବ। ତ ତିନୋଟି ପ୍ରମୁଖ ପରିବର୍ତ୍ତନ ବର୍ତ୍ତମାନ ରାସନ କାର୍ଡ ବ୍ୟବସ୍ଥାରେ କରାଯିବ, ଯେଉଁଟାକି ଆପଣମାନଙ୍କର ସାର୍ଥକ ପିଡିଏସ୍ ଯୋଜନା ରାସନ କାର୍ଡ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବା ପାଇଁ ଯାଉଛି। ଏହା ପାଇଁ ଆପଣମାନଙ୍କର କେତେ ଟଙ୍କା ଖର୍ଚ୍ଚ ହେବ, ଯେଉଁଟାକି 25,530 କୋଟି ଟଙ୍କା ଆପଣମାନଙ୍କର ଖର୍ଚ୍ଚ ହେବା ପାଇଁ ଯାଉଛି। ଏହାଦ୍ୱାରା ଆପଣମାନଙ୍କର ଲାଭ କ'ଣ ହେବ ଆପଣଙ୍କର ବି ପ୍ରଶ୍ନ ରହିଥିବ ଯେ ଏତେ ଟଙ୍କା ଖର୍ଚ୍ଚ ହେଉଛି ରାସନ କାର୍ଡ ବ୍ୟବସ୍ଥାରେ, ଏହା ପାଇଁ ଯେ ଜନସାଧାରଣଙ୍କର କ'ଣ ବେନିଫିଟ୍ ହେବ, କ'ଣ ଲାଭଦାୟକ ହେବ, ତ ଆମକୁ ଟିକେ ଜଣାନ୍ତୁ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ଖାଦ୍ୟ ନିଗମ ଅର୍ଥାତ୍ ଏଫ୍ସିଆଇର ବଡ଼ ଗୋଦାମରୁ ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ଶେଷରେ ରାସନ ଦୋକାନଗୁଡ଼ିକକୁ ଖାଦ୍ୟଶସ୍ୟ ପରିବହନ କରିବାରେ ରାଜ୍ୟ ସରକାରମାନେ ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲେ। କେନ୍ଦ୍ର ସରକାର ଏବେ ରାଜ୍ୟଗୁଡ଼ିକକୁ ଆର୍ଥିକ ସହାୟତା ପ୍ରଦାନ କରିବେ। ଦ୍ୱିତୀୟ ପରିବର୍ତ୍ତନରେ ରାସନ ଦୋକାନୀ ଅର୍ଥାତ୍ ଡିଲରଙ୍କୁ ଦିଆଯାଉଥିବା କମିଶନ ବୃଦ୍ଧି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ରାସନ ଡିଲରଙ୍କ କମିଶନ ବହୁତ ଦିନ ଧରି ସଂଶୋଧନ କରାଯାଇନଥିଲା। ଡିଲରଙ୍କ କମିଶନ ବୃଦ୍ଧି କରିବା ପାଇଁ ଲଗାତାର ଦାବି ହୋଇ ଆସୁଥିଲା। ଆଜି ଏହି ଦାବିକୁ ଗ୍ରହଣ କରି ସରକାର ସେମାନଙ୍କର କମିଶନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।